ଯେମିତି ୱାସିଂଟନ ଡିସି ଆରେ କଟକ ଟାଉନ ବଜାର ଟେବୁଲ ଗଳି ଗାଁ ଲୋକଙ୍କୁ ସେତେବେଳେ କଟକ ପୂର୍ବ କିନ୍ତୁ 40 ବର୍ଷ ତଳେ କାହିଁ ମୁଁ କହିଲେ କଥାଟା ଲୋକ ଥରେ ଗାଁକୁ ବାହାରିଲା ଯିବା ମାସ ତଳେ ରହିବି ଶାଳି ବାହାଘର ଅଛି କଣ କରିବା ଦେଖିକି କହିଲା ଚାଲେ କଟକ ବାଲିଯାତ୍ରାରେ କଣ ନୂଆ ଜିନିଷ ପଡିଛି ଗାଁ ଲୋକ ଦେଖିନଥିବେ ନବା ଆଉ ହଠାତ୍ ଯାଇକି ଦେଖିଲା ଆକୁ ନେଇଯାଇଛି ତାକୁ ନେଇଯାଇଛି ଇଏ ତ ଜାଣିଛି ମୁଁ ହଠାତ୍ ଗୋଟେ ଦୋକାନରେ ଦେଖିଲା ଛୋଟିଆ ଛୋଟିଆ ପେଣ୍ଟ ଗୁଡା ବିକ୍ରି ହଉଛି ଆଉ ଇଏ ଭାବିଲା ଗୋଟେ ଛୋଟ ପିଲାଙ୍କର ବୋଧେ ଯାଇ ପଚାରିଲା ଭାଇ ଇଏ ପେଣ୍ଟ ଗୁଡା କଣ ଛୋଟ ଲୋକ ଛୋଟ ପିଲା ପିନ୍ଧନ୍ତି ସେ ଦୋକାନୀ କହିଲା ନା ମୋର ଗୋଟା ବଡ ଲୋକ ପିନ୍ଧ ତାକୁ ଚୋଳି ବୋଲି କହନ୍ତି 40 ବର୍ଷ ତଳେ ନୂଆ ମାଲ ମିଳିଗଲା ଆଉ କହିଲା ଗାଁ ଲୋକ ଜାଣିନାହାନ୍ତି ଆଉ ରେଟ୍ କେମିତି ସେ କହିଲା ଡଜନକୁ 5 ଟଙ୍କା 12ଟାକୁ 5 ଟଙ୍କା କହିଲା ଏତେ ଶସ୍ତା ନେ 5 ଟଙ୍କା ଦେ 12ଟା କହିକି ନାଲିଆ ହଳଦିଆ କଳା ସବୁଜ ନୀଳ 12 ରଙ୍ଗର ନେଇକି ପଳେଇଲା ନାଇଟ୍ କୋଚ ବସ ଗାଁକୁ ପଳେଇଛି ଆଉ ଆମ ଗାଁରେ ପହଞ୍ଚିଲା ସକାଳ 5 ରାତି ନିଦ୍ରା ଆଗେ ଶୋଇ ପଡିଲା ଉଠିଲା 11:30 ବେଳେ ବର୍ତ୍ତମାନ ମନେ ପଡିଲା ବର୍ତ୍ତମାନ ଗାଁ ଲୋକଙ୍କୁ ଦେଖେଇବା ଟାଇମ ହଠାତ୍ ତା ମୁଣ୍ଡରେ ଗୋଟେ ଚଡକ ପଡିଲା ଇରେ ଭାଇ ସାର୍ଟ ହଉଥିଲା ଦେଖେଇ ଦଉଥିଲି ପାନିଆ ଦେଖେଇ ଦଉଥିଲି ଟୋପି ଦେଖେଇ ଦଉଥିଲି ଚୋରି ତାକୁ ଦେଖେଇନି କେମିତି ତେଣୁ ସିଏ ବାରିକ ଲୋକ ଆପଣ ଜାଣିଛନ୍ତି କି ନାହିଁ ମନେ ରଖିଥାନ୍ତୁ ଯିଏ ବି ବାରିକ ଲୋକ ଥିବେ ତାଳି ମାରିବେ ନରାଣରେ ନାପିତ ହଉଥିବା ତାମାନେ ଯେତେ ମଣିଷ ଅଛନ୍ତି ତାଙ୍କ ଭିତରେ ସବୁଠାରୁ ଚାଲାକ ହଉଛନ୍ତି ବାରିକ ତ ସିଏ କହିଲା ମୁଁ ବାରିକ ଟୋକା ମତେ କିଏ ଦେଖେଇବ ବାଲା କହିକି ସେ ଚଡିଟାକୁ ପିନ୍ଧିକି ଆଉ ମୁହଁ ସିଲେଇ ଲୁଙ୍ଗି ପିନ୍ଧିଲାନି ମାନେ ମୁହଁ ମେଲା ଏମିତି ଲୁଙ୍ଗିଟାକୁ ଏମିତି ଖେଞ୍ଚି ଦେଲା ଆଉ ତାପରେ କାନ୍ଧରେ ଟର୍କିଷ୍ଟ ପକେଇକି ଗଲା ଭିତରେ ଚଢି ଦେଖିଦେଲା ବରା ଫରା ଖାଇଦେଲା ଦେଖିଲା ଇଆଡିକି ଅଧିକା ଲୋକ ଅଛନ୍ତି ଲୁଙ୍ଗିଟା ଟେକିଲା ଆଉ ଗାଁ ଲୋକ ନୋଟି ଆଉ ଏଟା କଣ ସିଏ କହିଲା ଚଢି ଚଢି ଏଗୁଡା କଟକରେ ମିଳେ ଏପର୍ଯ୍ୟନ୍ତ ଏପଟେ ଆସିନି ପୁଣି ଗଲା ପାନ ଦୋକାନରେ ଠିଆ ହେଲା ପାନ ଖାଇସାରିଲା ପରେ ଦେଖିଲା ଇଆଡିକି ଅଧିକା ଲୋକ ଅଛନ୍ତି ଦେଖେଇଦବା ଲୁଙ୍ଗି ଟେକିଲା ମୁହଁ ପୋଛିଲା ଦେଖିଲା କେହି ଦେଖୁନାହାନ୍ତି ତାମାନେ ବୁଝିଗଲା ସେ ଲୁଙ୍ଗି ପ୍ରପର ଉଠି ନାହିଁ ତ ହଠାତ୍ ଆକାଶରେ କି ନୀଳ ଧବଳ ମେଘ ଯୋଉଠୁ ଉଠି ନଇଲା ଲୋକ ଦେଖିଲେ ଭେଇ ମୋଟି ଆଇ ହେଟା କଣ ଭିତରେ ନାଲି ଏଟେ ଚଢି ଚଢି ଏଗୁଡା କଟକରେ ମିଳେ ଏପର୍ଯ୍ୟନ୍ତ ଏପଟେ ଆସେ ଯୋଉଠି ଠିଆ ହେଲା ଲୁଙ୍ଗି ଟେକିଲା ଚଢି ଦେଖେଇଲା ଆଉ 15 ଦିନ ଖଣ୍ଡେ ଯାଇଛି ତା ଶାଢୀ ବାହାଘର କହି ଶ୍ୱଶୁର ଘରକୁ ଯାଇଛି ଘର ଟିକେ କାମ ଦାମ କରି ଥକି ଯାଇଛି ଦିନ 12ଟା ଗୋଟେ ବାଜିବ କହିଲା ଟିକେ ଶୋଇ ପଡିବା ବରଯାତ୍ରୀ ତ ସନ୍ଧ୍ୟାବେଳକୁ ଆସିବେ ଗାଁ ଗହଳି ଲୋକ ଚୋରି ଟିକେ ଖୋଲିକି ରଖିଦେଲା ଖାଲି ଲୁଙ୍ଗି ପିନ୍ଧିକି ଶୋଇଛି ନିଦ ହେଇଯାଇଛି ସନ୍ଧ୍ୟା 7ଟା ବାଜିବ ତାକୁ ଆସିକି ତା ଶ୍ୱଶୁର କହିଲେ ଏ ଛୁଆ ତମେ ଉଠୁନ ତମେ ତ ଆଗେ ଖିଆ ପିଆ କଲେ ବରଯାତ୍ରୀ ଆସିଲେ ଦେବ ହଁ ବାପା କହିଲା ଉଠିକି ପଳେଇଲା ଖାଇବନି ଚୋରି ଏଇଠି ଆଉ ଗୋଟେ ଗାଁ କଥା କହିବି ଆପଣ ଏବେ ଆଜିକା ଦିନରେ ଗାଁର କୌଣସି ଗୋଟେ ପୁରୁଣା ବୁଢା ଲୋକଙ୍କୁ କୁହନ୍ତୁ ଯା ଏବେ ଯୋଉ ଭୋଜି ହଉଛି ଖାଇବୁ ସେ କହିବ ପଛେ ମରିଯିବି ଏ ଭୋଜି ଖାଇବି ନାହିଁ କାହିଁ କହିଲ ଆମର ଏବେକାର ଭୋଜି ହଉଛି ଭିକାରୀଙ୍କ ଭଳିଆ ପ୍ଲେଟ ଧରିକି ବୁଫେ ଦେ ଭାତ ଦେ ଡାଲି ଦେ ଧଳା ଶାଟ ଲାଗିବ ବାବୁ କହିଛି 2 ପିସ୍ ଅଧିକା ଚିକେନ ଦେବୁ ଏମିତି ହେବେ ନା ଗାଁ ଲୋକ ସପ ମସଲା ପଡିଥିବ ପେଟ୍ରୋଲ ମାକ୍ସ ଲାଇଟ୍ ହାଲୋଜିନ ପଡିଥିବ ପେଟ ବାଡେଇକି ଖାଇବେ ଇଏ ଯୋଉ 40 ବର୍ଷିଆ ତଳ ସିଷ୍ଟମ ମୋଟ ଗଲା ଫାଷ୍ଟ ଖାଇଦେଲା ଖାଇଦେଇକି ପଳେଇଲା ହେକୁଟି ମାରି ମାରି ମୁହଁଟା ପୁଛିଦେଲା ତାପରେ ଲେଡିଜ ବେଞ୍ଚ ବସିଲେ ଆଉ ଲେଡିଜ ବେଞ୍ଚ ବସିଗଲେ ଇଏ ମୁହଁ ଫୁହଁ ଧୋଇଦେଲା ଦେଖିଲା ଇଆଡିକି ଅଧିକା ଅଛନ୍ତି ଦେଖେଇବା ଆଉ ଚୋରି ଘରେ ଲୁଙ୍ଗି ଟେକିଲା ଆଉ ଫାଷ୍ଟ ଝିଅ ଗୁଡା ଉଠିକି ଧାଇଁକି ପଳେଇଲେ ବହୁ ଭୁଆ ଛୋଡ଼ି ଚୁମୁଟା ଚୁମୁଟା ହଉଛି ତାହେଲେ କିଏ ଗୋଟେ କହିଲା ନା ଏମିତି କଣ ହଉଛି ଇଏ କହୁଛି କାହିଁ ମତେ କେହି ପଚାରୁନାହାନ୍ତି ଇଏ ଭାବୁଛି ମତେ ଠିକ ଦେଖା ହଉନି ତେଣୁ ସେ ଆହୁରି ଆକାଶ ତ ପୁରା କ୍ଲିୟର ଏମିତି ହଉ ହଉ ଗଲା କିଏ କହିବ କହିଲେ ତାଙ୍କର ଗୋଟେ ଆଇ ହିସାବରେ ହବ କହିଲେ ଆଇ ତୁ ଯାଉନୁ କହିବୁ ନନା ଏମିତି କଣ ହଉଛନ୍ତି ଆଇ ଆସିଲା ବେଳକୁ ନନା ପୁଛୁଛନ୍ତି ଆଇ ଆସିକି କହିଲା ଛୁଆ କଣ ଇଏ କହିଲା କଣ ଚିକେନ ବଢିଆ ଆଇ ବଢିଆ ଚିକେନ ବରଯାତ୍ରୀ ଖୁସି ଆରେ ନା ପୁଅ ବରଯାତ୍ରୀ ବାଜା ଶୁଭିଲାଣି ଆସୁଥିବେ ଆରେ ଇଏ କହୁଛି ଆଇ ଆରେ କ୍ୱେଶ୍ଚନ ଟା କ୍ଲିୟର ପଚାରିଲେ ଏଇଟା କଣ କହିଲେ ମୁଁ କହିବି ନା କଟକରେ ମିଳେ ଲାଷ୍ଟକୁ ନଟ ରାଖିଲା କହିଲା ଆଇ ଯାହା ପଚାରିବା କଥା କ୍ଲିୟର ପଚାର ଆଇ କହିଲା ଛୁଆ ଏମିତି କଣ ହଉଛି ଏଟା ଦେଖା ହଉଛି ତାପରେ ଆଇ କହିଲି ଇଏ ନଟ କହୁଛି ତୁ ଆଇ ମଣିଷ ହବୁନି ଇଏ ଗୋଟେ ଦେଖୁଛୁ ଘରେ ପରେ ଆହୁରି 11ଟା ଅଛି ଏବେ ଆଉ ଗପିବାନି ଆପଣଙ୍କର ଏଇଠି ଗୋଟେ କାର୍ଯ୍ୟକ୍ରମର ସିଷ୍ଟମ ଅଛି ଯେ 10ଟା ବେଳକୁ କାର୍ଯ୍ୟକ୍ରମ ବନ୍ଦ ହବ 10ଟା ଆଗରୁ କାଳେ ସରିଯାଉଛି ମୁଁ ଭାବୁଥିଲି 10ଟା ବେଳେ ଆରମ୍ଭ ହବ କାରଣ କମିଟି କି ଧନ୍ୟବାଦ ଦିଅନ୍ତୁ ଯେ ଆପଣ ମାନଙ୍କର ଭଲ ମନ୍ଦ କଥା ଚିନ୍ତା କରୁଛନ୍ତି ମାନେ କାକରରେ ସେ ଜାଣିଛନ୍ତି ଯଦି 12ଟା ଯାଏଁ ବସିବେ କାଲି ସବୁଗୁଡା ଜରରେ ପଡିଯିବେ ତେଣୁ ଯେତେ ମଉଜ ମଜଲିସ୍ କରିବା କଥା ବର୍ତ୍ତମାନ ଗୀତ ଗାଇବା ରେଡି ତ କିଏ କିଏ ନାଚିବ ହାତ ଟେକ ଟିଙ୍ଗିରି ମିଙ୍ଗିରି ଯୋଉଗୁଡା ଅଛ ଅଣ୍ଡର 10 10 ବର୍ଷ ତଳୁ ଯୋଉଗୁଡା ଅଛ ଯଦି ନାଚିବାନି ଇଚ୍ଛା
ଆଗକୁ ପଳେଇ ଆସିବ, କେହି ହଇରାଣ କରିବନି କାହାକୁ। ଗୁରୁଜନ ଲୋକ ଆଗରେ ବସିଛନ୍ତି, ଚଢା ଚିଢି ନ କୁନି କୁନି ଅଣ୍ଡର ପଥର ଏଇଗୁଡା ସବୁ ଆଗକୁ ପଳେଇ ଆସ। ନାଚିଲେ କାର୍ଯ୍ୟକ୍ରମ ଆମ ପ୍ରୋଗ୍ରାମ ଏମିତି ନାଚିବା ଆମେ ଯେମିତି ଆସନ୍ତାକାଲି 2ଟା ପୂର୍ବରୁ ନିଦ ଭାଙ୍ଗିବ ନାହିଁ। ହଁ ନା ନା? ସର୍ବପ୍ରଥମେ ଅତ୍ୟନ୍ତ